ଓହୋ ଇଏ ଏଇଟା କୋଉ ମାଛ ଛୋଟ ଛୋଟ ହେଇଛି ନାଙ୍ଗନ ମୁଡ଼ି ଗଲାଟି ଇଏ ମାଛ କ'ଣ ତାଙ୍କର ରହିଲେନି ନା କ'ଣ ସେଥିରେ? ଓହୋ ସେଥିରେ ଘର ଦ୍ୱାର ସରିଲା ପରେ ମାଛ ବାଜିଲା। ନମସ୍କାର, ଜୟ ଜଗନ୍ନାଥ। ମୁଁ ଆଉ ଏକ ନୂଆ ବ୍ଲଗ୍କୁ ସ୍ୱାଗତ କରୁଛି। ଆଉ କ'ଣ କହିବି, ଆଉ ଆମ ମନ ତ କେବେ ଏବେ ଭଲ ରହୁନି, କାହିଁକିନା ଏମିତି କାହିଁ ଘଟୁଛି ଆମ ସହିତ, ବାରମ୍ବାର ବି ହେଉଛି ଏମିତି। ଆଉ କ'ଣ ପାଇଁ ଏମିତି ହେଉଛି ଆମେ ବି କିଛି ବି ଜାଣିପାରୁନୁ। ବାରମ୍ବାର ଏମିତି ଘଟୁଛି କାହିଁକି, କ'ଣ ପାଇଁ? ସମସ୍ତଙ୍କର ଦେହ ଖରାପ ରହୁଛି। ମାନେ ପହରଦିନ ଯାଇଥିଲ, କେତେ ଟଙ୍କାର ମେଡ଼ିସିନ ଆଣିକି ଆସିଛ? 3000 ଟଙ୍କାର ମେଡ଼ିସିନ ଆସିଲା। ମାନେ 3000 ଟଙ୍କାର ମେଡ଼ିସିନ ଆଣିକି ଆସିଛନ୍ତି ହେଲା। କ'ଣ ପାଇଁ ଏତେ ଦେହ ଖରାପ ହେଉଛି ଆମର ସମସ୍ତଙ୍କର? ଆଉ ସାନ ପୁଅର ବି ଆୟୁଷର ତାର ସେମିତି ହେଲା ଦେହ ଖରାପ, ସ୍କୁଲ ବହୁତ ଦିନ ବନ୍ଦ ହୋଇଗଲା। ଆଉ ମେଡ଼ିସିନ ଯେହେତୁ ଖାଉଥିଲା, ଏଥିପାଇଁ ସ୍କୁଲ ଯାଇନଥିଲା, ବନ୍ଦ ଥିଲା। ଆଉ ପୁଣି ଯାଇକି ମେଡ଼ିସିନ ସରିଯିବାରୁ ପୁଣି ଯାଇକି ଆସିଛି ମୋ ପାଇଁ ଆଉ ତାଙ୍କ ବାବାଙ୍କ ପାଇଁ। ହଁ, ବଡ଼ ପୁଅ ପାଇଁ, ସମସ୍ତଙ୍କ ପାଇଁ। ଆଉ କ'ଣ ପାଇଁ ଏମିତି ହେଉଛି ଆମେ ବି କିଛି ଜାଣିପାରୁନୁ। ପ୍ରାୟ ଟାଇମ୍ ଦେହ ଖରାପ ରହୁଛି। କ'ଣ ପାଇଁ ଏମିତି ହେଉଛି କେଜାଣି ଆମ ସହିତ? ଥଣ୍ଡା ହେଇଯାଇଛି ତମକୁ ପୁଣି ଥଣ୍ଡା ହେଇକି ପୁଣି ଦେହ ଖରାପ, ହେଲାନି। ମାନେ ମେଡ଼ିସିନ ଖାଇକା ସକାଳୁ ଯେଉଁ ମାଛ କିଣି ଯାଉଛି କୁହୁଡ଼ିରେ, ସକାଳୁ ଯୋଉଠି ଥଣ୍ଡା ଟିକେ ହଁ, ସକାଳୁ ତ ଯାଉଛ କୁହୁଡ଼ିରେ, ଯେଉଁ ଭଳିଆ କୁହୁଡ଼ି ତ ପଡ଼ୁଛି କହିବାର ନାହିଁ। ଏବେ ବି ଏ ବର୍ଷ ପ୍ରବଳ କୁହୁଡ଼ି। ହଁ, ଆଗରୁ କୁହୁଡ଼ି 2-4 ଦିନ ପୂର୍ବରୁ ଏତେ କୁହୁଡ଼ି ହେଉଥିଲା ଯେ କେମିତି ହେଇଛି ବାଡ଼ିଟା ମାନେ କହିବାର ନାହିଁ। ବାଡ଼େଇବ ନା କ'ଣ ମୋତେ? ନାଇଁ, ସଫା କରୁଥିଲି ବାଡ଼ିଟା। ଭାଡ଼ିଟା ସଫା କରିଦେଲେ, କେତେ ଦିନ ହେଲା ଭାଡ଼ିଟା ସଫା ହେଇନଥିଲା। କ'ଣ ଗୋଟେ ବାହାରିଲା ବୋଲି ମାନେ ସେ ଦୌଡ଼ିକି ପଳେଇ ଆସିଥିଲେ, ଆଉ ସଫା କଲେନି। ଆଉ ହଁ ବା, ଆଉ ମନ ଦୁଃଖ କଲେ କ'ଣ ହେବ? ଆମେ ଯାହା ମାନେ ଏତେ ଦୁଃଖରେ ଥାଇକି ତଥାପି ଆମେ ଭିଡ଼ିଓ ଛାଡ଼ୁଛୁ। ଲୋକମାନେ କହୁଛନ୍ତି ଯେ ଏମାନେ ପୁରା ଆରାମରେ, ମାନେ ପୁରା ମନ ଖୁସିରେ ଅଛନ୍ତି। ଏମାନେ ପୁରା ମାନେ ଏପଟେ ଟାଇମ୍ ପାସ୍ ହେଇଯାଉଛି ଏମିତି ଭିଡ଼ିଓ କରିକି। ଏମିତି କାମ ଯେତିକି ଟାଇମ୍ ମିଳୁଛି ସେତିକି ଟାଇମ୍ ବାହାର କରିକି ସେଇଥିରେ ବି ଭିଡ଼ିଓ ଯେଉଁ କରୁଛୁ, ଆଉ ଲୋକ ଭାବୁଛନ୍ତି ଯେ ମାନେ ଇଏ ବହୁତ ପଇସା ଇନକମ୍ କରୁଛନ୍ତି ଆଉ ୟୁଟ୍ୟୁବରୁ, ଆଉ ବହୁତ ପଇସା ଇନକମ୍ କରୁଛନ୍ତି, ଆଉ ବହୁତ ମାନେ ପୁରା ଭଲରେ ଅଛନ୍ତି, ଆଉ ବହୁତ ପଇସା ରଖିଛନ୍ତି। ଆଉ ସମସ୍ତେ କ'ଣ, ତୁମେ ସେ ଚାଳ ଘରଟା କାହିଁ ରଖିଛ? ଏତେ ପଇସା ରୋଜଗାର କରୁଛ, ୟୁଟ୍ୟୁବରୁ ଆଣୁଛ, ପାଉଛ, ଆଉ ସେ ଘର ଭାଙ୍ଗୁନ, ତିଆରି କରୁନ? ଆଉ ମାନେ ଲୋକ ବି ଏମିତି ଭାବୁଛନ୍ତି, ମାନେ ତାଙ୍କ ମନ ଭିତରେ ମାନେ ଏତେ ଭାବନା ଅଛି ନା ଲୋକଙ୍କ ମନରେ, ବହୁତ ପଇସା ଅଛି ୟୁଟ୍ୟୁବର ପାଇଁ। ହଁ, ଆଉ ଆପଣମାନେ ବି ଯେଉଁମାନେ ବି ଭିଡ଼ିଓ କରୁଛନ୍ତି, ଆଉ ଜାଣିପାରୁଥିବେ ୟୁଟ୍ୟୁବରୁ କେତେ ଟଙ୍କା ଇନକମ୍ ହେଉଛି। ଆପଣମାନେ ବି ତ ଯେଉଁମାନେ କରୁଛନ୍ତି ଭିଡ଼ିଓ ବ୍ଲଗ୍ କରୁଛନ୍ତି, ସେମାନେ ତ ଜାଣିପାରୁଥିବେ କେତେ ଟଙ୍କା ପାଉଛନ୍ତି, ଇନକମ୍ କରୁଛନ୍ତି। ଆଉ କ'ଣ କହିବା? ଆଉ ଏ ଲୋକଙ୍କ କଥା କହୁଛନ୍ତି, ଆମେ ଶୁଣୁଛୁ, ରହୁଛୁ, ଆଉ କ'ଣ କରିବୁ? ଦେଖନ୍ତୁ, ଏପଟେ ସେ ଯେଉଁ ଜନ୍ମ କରିଥିଲା, ସେ ଖାଲି କୁଁ ହେଉଛି। ମାନେ ଏଠିକି ଯିଏ ଗୋଟେ ଆସିଲେ, ତା ମା ଆସିଛି ଏଠିକି, ମା ନଥିଲା ତ, ତା ମା ନଥିଲା, ମା ଆସିଛି ଯେହେତୁ ମାନେ ସେ କେତେ ଜୋରେ ପାଟି ସାଉଣ୍ଡ କରୁଛନ୍ତି। ଆପଣମାନେ ତ ଶୁଣା ଯାଉଥିବ ହେଲା, କେମିତି କେତେ ଜୋରେ ପାଟି କରୁଛନ୍ତି। ହଁ ବା, ଆୟୁଷ ତ ମାନେ ସେ ଜନ୍ମ କରିବା ପୂର୍ବରୁ ଆୟୁଷ ସେଠି ଭାଡ଼ି କରିଦେଇଛି, ମାନେ ଆଉ ମେଘ ବର୍ଷା ହେଲେ, ବର୍ଷା ତ ଏବେ ହେବାର ନାହିଁ, ଆଉ ଉପରେ କାକର ବର୍ଷା ଯେଉଁ ହେଉଛି, ଆଉ ହେବନି କ'ଣ ସେ ଖାଇଦେଉଛି ବୋଧେ। ହଁ, ଆଉ ଆଜବେଷ୍ଟ ପକେଇକି ବଢ଼ିଆ ସୁନ୍ଦର ଭାବରେ ଭାଡ଼ି କରିଛି ହେଲା। ମାନେ ତାର ହେଉଛି ମାନେ ଏଇମାନଙ୍କୁ ମାନେ ଖାଇବାକୁ ଦେବ, ସକାଳୁ ଖାଇବାକୁ ଦେବ, କେତେ ଜୋରେ ରାଗୁଛି ଦେଖନ୍ତୁ। ସେ କେତେ ଜୋରେ ଭୋଗୁଛି। ତା ମା ଆସିଲା, ତାକୁ ଭୋକ ହେଲାଣି, ତାକୁ ଶୀତ କରୁଛି। ଆଉ ଟିକେ ଭାଡ଼ି ଅଛି ସେ ଘର ଭିତରେ, ଯେଉଁ ଚାଳିଆ ଘରେ ଯେଉଁ ଗୋଟେ ଭାଡ଼ି ଥିଲା। ଚାଲୁନ ଦେଖିବା ସେଠି କ'ଣଟା ଗୋଟେ ବାହାରିଲା। ଡରିକି ଆସିକି ମୁଁ ଏଠି ବାରିପଟେ ବୋଲି ସେ ପଳେଇ ଆସିଲେ, ମୋତେ କହିଲେ କ'ଣ ଗୋଟେ ସେଠି ଗୋଟେ ବାହାରିଲା। ଆଉ ଦେଖିବ ବେଙ୍ଗଟା ସେଇଟା, ହଁ, ଏବେ ବେଙ୍ଗଟା ବାହାରିଲା। ହଉ, ବାବା ବୋଧେ ଆଇଲେ ହେରି। ହଁ, ଆଇଲ ଏଇନା ମାଛ ନେଇକି ବୋଧେ। ଓହୋ ଇଏ ଏଇଟା କୋଉ ମାଛ ଛୋଟ ଛୋଟ ହେଇଛି? ନାଙ୍ଗନ ମୁଡ଼ି। ଓହୋ, ବରଫ ଦେଇକି ଆସିଛି ଆଉ।
ହଁ ଥଣ୍ଡା ହେଲାଣି। ବା ଖରା ବି ଆସିଲାଣି ହେରି ମାନେ ଶୀତରେ ପୁରା ସକାଳୁ ସକାଳୁ ଯାଇଥିଲ ହେରି। ଓହୋ କମ୍ କୁହୁଡ଼ି ହେଇଛି, ହଁ ପ୍ରବଳ କୁହୁଡ଼ି। ଓହୋ ଆଉ ମାଛ ଏବେ ଆସିଯାଇଛି, ବାବା ବି ଆସିଯାଇଛନ୍ତି ଆଉ। ପୁଣି କ'ଣ ଆସିଲା? ମାଛ ମାଛ ପୁଣି ଆସିଛି। ପୁଣି ମାଛ କ'ଣ ଭାଇ ଆଣିକି ଆସିଲାଣି? କ'ଣ ପାଇଁ ଯେ? ଏ ମାଛ କାହିଁ ଆଣିକି ଆସିଲୁ? ଜଣେ ଦେଲେ, ସାଙ୍ଗଟା ଦେଲା ତ। ଓହୋ ଦେଲେ ବୋଲି ନେଇ ଆସିଲୁ। ହଁ କେତେଟା ସେଥିରେ ଅଛି? ଦିଟା। ଦିଟା ଦିଟା ମାଛ ଆସିଗଲା ଘରକୁ ଆହୁରି। ଦିଟା ହଁ ମ୍ୟାମ୍ ଦେଖିଛି ଏଇ ଦିଟା। ତାକୁ ନୁ ଗୋଟେ ଇଏରେ ଜାଲିରେ ଛାଡ଼ ହେଲା। ଇଏ ତ ଅଛନ୍ତି ଏଠି। ଯେଉଁ ଆଉ ଗୋଟେ ଟିକିଟା ଆଣିକି ଛାଡ଼ିଥିଲ ଏଇ ସେଠି ବା ପହଁରୁଛି। ସେଠି ଅଛି ନା କେତେ ଟିକିଟା ଇଏ। ଏଠି ପାଣି ଢାଳନା, ପାଣି ସହ ଢାଳନା, ପାଣି ସହ ଢାଳନା। ଆରେ ଜାଣିନୁ ଇଏ କ'ଣ ଦୂର ବାଟରୁ ଆଇଛି। ପାଣି ସହ କି ଜାଲିଟା ଆଣନୁ, ଜାଲିଟା ଆଣନୁ। ଜାଲିଟା କୋଉଠି ଅଛି? ଆଣେ ଛାଡ଼ିକି ଛାଡ଼ିକି ସେ ନଳା ମୁଁ କି କରୁନୁ ଦେ। ପାଣି ଥୁଆ ହେଇଛି ତ ମରା ହେଇକି ସେଇ ଯୋଗୁଁ ଏବେ ଏଇଠୁ ଆଣିଲେ ବୋଧେ ସାଙ୍ଗେ ସାଙ୍ଗେ ଆଣିଲେ ବୋଧେ ନା। ଏ ହେଲା 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 ପରା। ନେଇଯା ନେଇଯା ଜଲ୍ଦି ନେଇଯା, ଜଲ୍ଦି ନେଇଯା ଛାଡ଼ିଦେ। ଆରେ ପାଣି ଯାକ ସେଠି ଥଉନୁ, ଆରେ ଥଉନୁ ସେଇଟା। ଗଲା 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 ପୁଣି ହେଇଗଲା। ଛାଡ଼ିଦେ ନେଇକିରି ଗଲାଟି। ଇଏ ମାଛ କ'ଣ ତାଙ୍କର ରହିଲେନି ନା କ'ଣ ସେଥିରେ? ହଁ ଇଏ ମାଛ ବଡ଼ ହେବେଟି ନା ବଡ଼ ହେବେନି? ଆଁ ଏଠି ବଡ଼ ସାଇଜ୍ ହେବେ। ହଁ ତୁ ସକାଳେ ମେଡ଼ିସିନ ଖାଇକି ଯାଇଥିଲୁ? ଖାଇନୁ? କିଛି ଖାଇନଥିଲୁ। ଏଇନେ କ'ଣ ଖାଇକି ଆଇଲୁ? ଦହିବରା ଖାଇକି ଆଇଲୁ ରି। ମୁହଁ କେତେ ଜୋରେ ଫୁଲିଛି କହିଲୁ। ଫୁଲଣିଆ ଦେଖାଯାଉଛି ମୁହଁ କେତେ ଜୋରେ। ଥଣ୍ଡା ପବନ ଯାଇ ଆସିକି ଖେଳିଲେ ଆଉ। ମଟରଟା ବନ୍ଦ ହେଇଯାଇଛି ନା କ'ଣ? ଏଇନେ ଦେଇନା ରହ। ଦାନା ପକେଇଲୁ ଖାଉଛନ୍ତି। ସକାଳେ ଦେଇନୁ? ଏଇନେ ଯୋଉ ଆଇଲା ଏଇ ଦିଟା ନା ଟିକି ଟିକି କେତେ ଟିକି ଟିକି ହେଇଛନ୍ତି। ଚାର୍ଜ ନାହିଁ ମୋବାଇଲ। ଏଇ ତ ଗୋଟେ କଥା। ପୁଅ ଚାର୍ଜର ଅଛି। ଚାର୍ଜ ବସିବ ତ ଆଉ କ'ଣ ଯେ। ଚାହା କରି ଥୋଇଛି, ଥଣ୍ଡା ହେଲାଣି ଚାହା ହେଲା। ଦଉଛି ଚାହା। ପୁଅ ବାହାରିଲାଣି ସ୍କୁଲ। କିଏ ବାହାରିଲାଣି ସ୍କୁଲ ଯିବ। ହଁ ଟାଇମ୍ ହେଇନି। କ'ଣ କହିଲ? ବଢ଼ିଆ ହେଇଛି ବ୍ୟାଗ୍ଟା, ବଢ଼ିଆ ଦେଖାଯାଉଛି। ମୁଁ ସେ ରଖିବି ବ୍ୟାଗ୍ଟା। ହଁ ବଢ଼ିଆ ହେଇଛି ବ୍ୟାଗ୍ଟା। ଆଉ ଚାହା ଟିକେ ଆଗ ପିଇ ଦିଅ ତାପରେ ଯାଇକି କରିବ। ଗାଧେଇବୁନି ନା? ସିଆଡ଼େ ଗାଧେଇବ? ପୋଖରୀରେ ଗାଧେଇବ, ଏଠି ଗାଧେଇବନି କାହିଁକି? ଓହୋ ପୋଖରୀରେ ଗାଧେଇବ। ଭୋଗିଲ ଟିକେ ଥଣ୍ଡା ପବନ କୋଉ ଭଳିଆ ହେଉଛି ଦେଖୁଛଟି। ସୁଲସୁଲିଆ ପବନ ଯେଉଁ ହେଉଛି, ଥଣ୍ଡା ପବନ। ତ ସାଙ୍ଗମାନେ ଦେଖନ୍ତୁ ଏବେ ଘର ଏବେ ଧୁଆଧୁଇ ଚାଲିଛି, ଏବେ ପୋଛାପୋଛି। ମମି ଏବେ ଲାଗି ପଡ଼ିଛି ପୁରା ସବୁଆଡ଼େ ଧୁଆଧୁଇ କରିବାରେ। ଆମେ ଆଜି କାହିଁ ଧୁଆ ହେଉଛି ସେଥିପାଇଁ ଘର ଧୋଇ ଦେଉଛୁ ନା। ଓହୋ କାଲି ଗୁରୁବାର ପାଇଁ ଆଜି ସଫା ହେଇଯାଉଛି ମାନେ। ହଁ ହଁ ଓହୋ ସେଥିଲାଗି ହଁ ସେଥିଲାଗି ଧୁଆଧୁଇ ଚାଲିଛି। କାଲି 15 ଦିନ। ଏ ରାତି କ'ଣ ଚିତା ପଡ଼ିବ ନା କ'ଣ? ଆଉ ଏଗୁଡ଼ା ସବୁ ଧୁଆଧୁଇ ହେଇଗଲାଣି। ଆଉ ଏତକ ହେଇନି ବୋଧେ? ଏତକ ହେଇନି ଏ ବାରଣ୍ଡାଟା। ଓହୋ ତ ଏଇ ଘରଟା ହେଇଯାଇଛି। ଭିତରେ ଫ୍ୟାନ୍ ଲାଗିଯାଇଛି, କାରଣ ଶୁଖିଗଲେ ଫ୍ୟାନ୍ ଲାଗିଛି। ଆଉ ଏପଟ ତ ହେଇଯାଇଛି ଧୁଆଧୁଇ। ଆଉ ଆମେ ଏଠି କ'ଣ ଏବେ ମାଛ ଭଜା ଚାଲିଛି। ଆଉ ଘର ଧୁଆଧୁଇ ସରିଲା ପରେ ମାଛ ଭାଜିଲ। ଏବେ ମାଛ ଏବେ ଆସିଯାଇଛି। ଏବେ ମାଛ ଆସିଯାଇଛି। ଆମେ ଏଇଟା କେଉଁ ମାଛ? ଲାଙ୍ଗୁଡ଼ ମାଛ। ତାର ଏଇନେ କାଟି ଛାଡ଼େ।
ମାନେ ଭଜା ହେଲା ପରେ ବାଛାରେ ହଁ ଓହୋ ସେଥିଲାଗି ଏଥିରେ ବଢ଼ିଆ ଛାଡ଼ି ହେଇଛି ନା ହଁ ଓହୋ ଭାଜିଲା ଛାଡ଼ିଦେଲେ ଭଲସେ ଛାଡ଼ିଯିବ